ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାଲିଆପାଳର ସାପ୍ତାହିକ ହାଟ ମାନ୍ଧାତା ଏବଂ କାଶିଆ ଚଟାଣ ହାଟରେ ବେଧଡ଼କ ଭାବରେ ଚାଲୁଛି କୁକୁଡ଼ା ଲଢ଼େଇ। ତେବେ ଏହା ଆଇନତ ଅପରାଧିକ କାର୍ଯ୍ୟ ହୋଇଥିବା ବେଳେ କୁକୁଡ଼ା ଲଢ଼େଇ ମାଧ୍ୟମରେ ଚାଲିଛି ପଇସା ଖେଳ। ଯେଉଁ ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଜାଣିଥିଲେ ବି ସବୁ ଦେଖି ଚୁପ୍ ରହୁଛି। ନିରୀହ କୁକୁଡ଼ାଙ୍କ ମଧ୍ୟରେ ଲଢ଼େଇ କରି ବେଆଇନ ଭାବେ ହଜାର ହଜାର ଟଙ୍କା ଉପାର୍ଜନ କରୁଛନ୍ତି କିଛି ବ୍ୟକ୍ତିମାନେ। ଏପରିକି କୁକୁଡ଼ା ଲଢ଼େଇରେ କୁକୁଡ଼ା ମାନଙ୍କର ଜୀବନ ଯାଉଥିବା ବେଳେ ମଣିଷ ମାନେ କିନ୍ତୁ ବାଜି ଲଗାଇ ପଇସା ଜିତିବା ସହିତ ତାର ମଜା ମଧ୍ୟ ଉଠାଉଛନ୍ତି, ଯାହାକି ଏହି କୁକୁଡ଼ା ଲଢ଼େଇକୁ ନେଇ ଏକ ପ୍ରକାର ହଜାର ହଜାର ଟଙ୍କାର ଜୁଆ ଖେଳ ଚାଲିଛି। ତେଣୁ ପ୍ରଶାସନ ଓ ପୁଲିସ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ମୁଁ ସୁବଲ ଚନ୍ଦ୍ର ଦାସ, ସାମାଜିକ କର୍ମୀ। ଏ ଯେଉଁ ବାଲିଆପାଳ ବ୍ଲକର ବିଭିନ୍ନ ଜାଗାରେ ଯେଉଁ କୁକୁଡ଼ା ଲଢ଼େଇ ହେଉଛି, ଏ କୁକୁଡ଼ା ଲଢ଼େଇ ପାଇଁ କିଛି ଲୋକ ପାଗଳ ହେଉଛନ୍ତି, ପାଗଳ ଭାବରେ କୁକୁଡ଼ା ଲଢ଼େଇ କରୁଛନ୍ତି, ଯାହାଦ୍ୱାରା ଏଇଟା ହେଉଛି ଆମର ଅପସଂସ୍କୃତି। ଆମ ହିନ୍ଦୁ ସମାଜରେ ଏଇଟା କରିବା କଥା ନୁହେଁ, ଯାହାଦ୍ୱାରା ବିଭିନ୍ନ ପିଲାମାନଙ୍କ ପ୍ରତି ବିଭିନ୍ନ ଲୋକଙ୍କ ପ୍ରତି ଗୋଟେ ଭାବନା ଖରାପ ଆସୁଛି, ସେମାନଙ୍କର ଭାବନାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଆପାତତଃ ଏ କୁକୁଡ଼ା ଲଢ଼େଇଟା ବନ୍ଦ କରିବା ପାଇଁ ବିଭିନ୍ନ ସ୍ତରରୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଉଥିଲା ବେଳେ ଆମର ଯେଉଁ ପୁଲିସ ବାଲା ଅଛନ୍ତି, ବିଭାଗୀୟ ଅଧିକାରୀ ଅଛନ୍ତି, ଏମାନଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି ଏମାନେ ସେ କଥା ଶୁଣୁନାହାନ୍ତି। ଖୁଲମଖୁଲା ଭାବରେ ବିଭିନ୍ନ ଜାଗାରେ ବର୍ତ୍ତମାନ କୁକୁଡ଼ା ଲଢ଼େଇ ଚାଲିଛି। ମୁଁ ଆଶା କରିବି ଯେ ଯେଉଁ ବନ୍ଧୁମାନେ କୁକୁଡ଼ା ଲଢ଼େଇ କରୁଛନ୍ତି ସେ ଲଢ଼େଇକୁ ବନ୍ଦ କରନ୍ତୁ, ବା ପୁଲିସ କର୍ମୀମାନେ ସେମାନେ ଆସିକି ସେଟାକୁ ବନ୍ଦ କରନ୍ତୁ, ନହେଲେ ଲୋକଙ୍କ ଉପରେ ଘୋର ପ୍ରଭାବ ପଡ଼ୁଛି। ତେଣୁ ବିଶେଷ କରି ଯେ କୁକୁଡ଼ା ଲଢ଼େଇ ପାଇଁ ଏଇଟା ଗୋଟେ ଜୁଆ ଖେଳର ପରିଣତ ହୋଇଗଲାଣି। ତେଣୁ ଚାରିଆଡ଼େ ବିଶେଷ କରି କାଶିଆ ଚଟାଣରେ ଆମେ ଦେଖୁଛେ ଯେ ସେମାନେ କୁକୁଡ଼ା ଲଢ଼େଇ ସହିତ ପଇସାକୁ ବାଜି ଲଗାଉଛନ୍ତି, ଯାହାଦ୍ୱାରା ମେନ୍ ରୋଡ଼ରେ ଲୋକ ଯିବା ଆସିବା କରୁଛନ୍ତି, ସେଠି ପ୍ରଭାବ ପଡ଼ୁଛି। ଏ ଯେ ପଇସା ଲଗେଇକି ଜୁଆ ଖେଳିବା ଦ୍ୱାରା କୁକୁଡ଼ାମାନେ ତ ରକ୍ତାକ୍ତ ହେଉଛନ୍ତି, ସେ ତ ପ୍ରଭାବ ପଡ଼ୁଛି। ୟା ବଦଳରେ ଏଇ ଜୁଆ ଖେଳ କୁକୁଡ଼ା ଲଢ଼େଇ ବାବଦରେ ଯେଉଁ ପଇସା ଲଗାଉଛନ୍ତି, ଏଇଟା ଘୋର ପ୍ରଭାବ ପଡ଼ୁଛି। ଏଇଟା ସମାଜ ପାଇଁ ଅତି କଳଙ୍କର କଥା। ଖୁବ୍ ଶୀଘ୍ର ଏହାକୁ ବନ୍ଦ କରାଯାଉ। ଏହାକୁ ବିଭିନ୍ନ ସ୍ତରରେ ପରବର୍ତ୍ତୀ ମୁହୂର୍ତ୍ତରେ ଲୋକମାନେ ଉତ୍ତ୍ୟକ୍ତ ହେଇକି ଜାଗ୍ରତ ହେବେ, ରାଜରାସ୍ତାକୁ ଓହ୍ଲାଇବେ। ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ସୁଭାଷ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।